ଦେଖ ତମର ଗୋଟେ ନୂଆ ଭ୍ୟାକେନ୍ସି ଆସି ପହଞ୍ଚି ଓକେ। ମୁଁ ତମମାନଙ୍କୁ ପୂର୍ବରୁ କହିଥିଲି ଇଣ୍ଡିଆନ୍ ଆର୍ମି ମିଶନ, ତାପରେ ଏବେ ଗୋଟେ ନୂଆ ଭ୍ୟାକେନ୍ସି ଆସି କଣ ନା କୋଏଲ ଇଣ୍ଡିଆ ଲିମିଟେଡ୍ ତରଫରୁ ତମର ଗୋଟେ ଭ୍ୟାକେନ୍ସି ଆସି ପହଞ୍ଚି। ତ ଏଥିରେ କଣ କଣ କ୍ରାଇଟେରିଆ ରହିଛି ସବୁ ମୁଁ କହିଦେବି। ତ ଯୋଉମାନେ ବି ପକେଇବାକୁ ଚାହୁଁଥିବ ସେମାନେ ପକେଇ ପାରିବ ଓକେ। ତ ଯୋଉମାନେ ବି ଚ୍ୟାନେଲରେ ନୂଆ ଥିବ ସବସ୍କ୍ରାଇବ କରିବ, କାରଣ ଦେଖ ନୂଆ ନୂଆ ଜବ୍ ବିଷୟରେ ମୁଁ ତମମାନଙ୍କୁ ଡିଟେଲ୍ସ ଦଉଛି ଓକେ। ତ ନୂଆ ଡିଟେଲ୍ସ ଯାହା ବି ଆସିବ ଅପଡେଟ୍ ଆସିବ ମୁଁ ତମମାନଙ୍କୁ ନିଶ୍ଚିତ ଡିଟେଲ୍ସ କହିବି ଓକେ। ତ ସେଥିପାଇଁ ମୁଁ କହୁଛି ଚ୍ୟାନେଲକୁ ସବସ୍କ୍ରାଇବ କରି ରଖିଥାଅ ହେଲା। ତ ଏଟା ହଉଛି ପ୍ରଥମେ ଦେଖ, ଏଟା ହଉଛି କୋଏଲ ଇଣ୍ଡିଆନ୍ କୋଏଲ ଲିମିଟେଡ୍ ତରଫରୁ ଆସିଛି ଓକେ। ଏଟା ହଉଛି ଗଭର୍ଣ୍ଣମେଣ୍ଟ ଅଣ୍ଡରଟେକିଂ ର ଓକେ। ଯେହେତୁ ଗଭର୍ଣ୍ଣମେଣ୍ଟ କୁ ନେଇଯାଇଛି ତ ଏଟା ଗଭର୍ଣ୍ଣମେଣ୍ଟ ଅଣ୍ଡରଟେକିଂ ରେ ଯାଉଛି, ତ ତମମାନେ ଆପ୍ଲାଏ କରିକି ଚାକିରି ପାଇପାରିବ ଠିକ ଅଛି। ଏଟା ମନେ ରଖ, ଏଥିରେ ତମମାନେ ଯୋଉ ପୋଷ୍ଟିଂ ହବ 5 ବର୍ଷ ପରେ ଚାହିଁଲେ ତମମାନେ ବାହାରି ଯାଇପାରିବ ତମ ଇଚ୍ଛା, ବଟ୍ ତମମାନେ ରହିବି ପାରିବ ଓକେ। ଏଟା ପରମାନେଣ୍ଟ ଜବ୍, ରିଜାଇନ୍ ମାରିକି ଯାଇ ପାରିବ ଓକେ। ଦେଖ ଏଥିରେ ଲେଖା ହେଇଛି କଣ ନା ପୋଷ୍ଟ ବିଷୟରେ ମୁଁ ତମମାନଙ୍କୁ ପ୍ରଥମେ ଦେଖିଦେବାକୁ ଚାହିଁବି। ପୋଷ୍ଟ ଦେଖ ଲେଖା ହେଇଛି ସିରିଏଲ ନମ୍ବର ଦେଖୁଛି ଲେଖା ହେଇଛି ଡିସିପ୍ଲିନ, ମାନେ ଦେଖ ଏଟା ହଉଛି ଜବ୍ ଟା ପୋଷ୍ଟ କଣ। ପୋଷ୍ଟ ହଉଛି ତମମାନେ ପ୍ରଥମେ ଜାଣିନ, ପୋଷ୍ଟ ହଉଛି ମାଇନିଂ ପୋଷ୍ଟ ଓକେ। କଣ ନା ମାଇନିଂ ପୋଷ୍ଟ, ଯେହେତୁ ଏଟା ଟେକ୍ନିକାଲ ଫିଲ୍ଡରେ ଯାଏ ତ ମାଇନିଂ ପୋଷ୍ଟ ଏଟା ଓକେ। ତ ତାପରେ ତମମାନେ ଜାଣିନିଅ ଏଟା ହଉଛି ମାଇନିଂ ପୋଷ୍ଟ, ଯେହେତୁ ତମମାନେ ଡିପ୍ଲୋମା କିମ୍ବା ଆଇଟିଆଇ କିମ୍ବା ମାଇନିଂ କୋର୍ସ କରୁଥିବା ପିଲାମାନେ ବି ଆପ୍ଲାଏ କରିପାରିବେ। 10th ପିଲା ନୁହଁ, ମାଇନିଂ କୋର୍ସ କରୁଥିବା ପିଲାମାନେ ଆପ୍ଲାଏ କରିପାରିବେ ଓକେ। ତ ଏଟା ରହିଲା ମାଇନିଂ ପିଲାଙ୍କ ପାଇଁ। ତ ପୋଷ୍ଟ କେତେ ଅଛି, ପୋଷ୍ଟ ଅଛି 276 ପୋଷ୍ଟ ଓକେ, 276 ପୋଷ୍ଟ। ତାପରେ ହଉଛି ପୋଷ୍ଟ କୋଡ କଣ, ପୋଷ୍ଟ କୋଡ 10 ଓକେ। ଏଟା ହଉଛି 276 ପୋଷ୍ଟ ମନେ ରଖୁଥିବ ମାଇନିଂ ର ଓକେ। ତାପରେ ତମମାନଙ୍କର କଣ ଆପ୍ଲାଏ କେବେ ହବ, ଆପ୍ଲାଏ ଦେଖ 8 ମେ ରୁ ଷ୍ଟାର୍ଟ ହବ ଓକେ। ତ କନଫର୍ମେସନ ପାଇସାରିଛି ମୁଁ, ତ କନଫର୍ମେସନ ପରେ ତମକୁ ଆଡଭାର୍ଟାଇଜମେଣ୍ଟ ଆସିଲା ପରେ ମୁଁ ତମମାନଙ୍କୁ ବନେଇକି ଛାଡୁଛି ଓକେ। ତ କନଫର୍ମେସନ କଣ 8/6/2026 ର ମାନେ ଏଇ ମେ 8 ତାରିଖ ପର୍ଯ୍ୟନ୍ତ ଷ୍ଟାର୍ଟିଂ ଚାଲିବ ମେ 8 ତାରିଖରେ। ତାପରେ ହଉଛି 7 ଜୁନ ହଉଛି ତମର ଲାଷ୍ଟ ଡେଟ୍ ଓକେ। 7 ଜୁନ ତମର ଲାଷ୍ଟ ଡେଟ୍, ଚାହିଁବ 7 ଜୁନରେ ଆପ୍ଲାଏ ପର୍ଯ୍ୟନ୍ତ ଅଛି, ଆପ୍ଲାଏ କରିପାରିବ ଓକେ। 8 ରୁ 7 ଜୁନ ପର୍ଯ୍ୟନ୍ତ ଅଛି, ମେ 8 ରୁ 7 ଜୁନ ଠିକ ଅଛି। ତାପରେ ତମମାନେ ଆପ୍ଲାଏ କେମିତି କଣ କରିବ, ଆପ୍ଲାଏ ଦେଖ ତମର କରିବା ପାଇଁ ଏଇଟା ହଉଛି ୱେବସାଇଟ। ଲେଖିବ କଣ, ଏଥିରେ କଣ କରିବ www.coelindia.in ଓକେ। ତ ଏଥିରେ ଯେମିତି ତମମାନେ ରେଜିଷ୍ଟ୍ରେସନ କରିକି ଆପ୍ଲାଏ କରିପାରିବ। ତାପରେ ତମମାନଙ୍କର କଣ ଏଥିରେ ଦେଖ ଲେଖା ହେଇଛି କ୍ୱାଲିଫିକେସନ ଓକେ। କ୍ୱାଲିଫିକେସନ କଣ ମାଗୁଛି ଏଠି ତମମାନଙ୍କର, କ୍ୱାଲିଫିକେସନ ମାଗୁଛି ଏଠି ତମମାନଙ୍କର ମିନିମମ୍ ଦେଖ ମାଇନିଂ କୋର୍ସ କରିଥିବା ଦରକାର। ମାଇନିଂ ର ଯେକୌଣସି ଇଞ୍ଜିନିୟରିଂ ଫିଲ୍ଡ, ଇଞ୍ଜିନିୟରିଂ ଫିଲ୍ଡ ମାନେ ମନେ ରଖିଥିବ ଡିପ୍ଲୋମା କଥା କହୁଛି ଓକେ। ଡିପ୍ଲୋମା ଡିପ୍ଲୋମା କଥା ସେ କହୁଛି ଓକେ। ଯଦି ଡିପ୍ଲୋମା କରିଛ ତ ମାଇନିଂ ବ୍ରାଞ୍ଚ ରୁ ଓକେ, ତ ତମମାନେ ଆପ୍ଲାଏ କରିପାରିବ ଠିକ ଅଛି। ଡିପ୍ଲୋମା ସହିତ ମାଇନିଂ ବ୍ରାଞ୍ଚ ତମର ଥିବା ଦରକାର ଓକେ। 60% ମାର୍କ ଦବା ଦରକାର, ମାନେ ତମର ଯେତେ ବି ସେମିଷ୍ଟାର ହେଇଥାଉ, ଯେତେ ପରୀକ୍ଷା ଦେଇଥାଅ, ସେ ଡିପ୍ଲୋମାରେ ତମର 60% ମାର୍କ ଥିବା ଦରକାର ଓକେ। ପ୍ରାଇଭେଟ ହଉ ଗଭର୍ଣ୍ଣମେଣ୍ଟ ହଉ, କଲେଜରୁ ତମର 60% ମାର୍କ ଥିବା ଦରକାର ମାଇନିଂ ବ୍ରାଞ୍ଚ ଡିପ୍ଲୋମାର ଓକେ। ତାପରେ କୋଶ୍ଚିନ୍ ତମର ଦେଖ ଏଠି ଲେଖା ହେଲା ପେ ଲେବୁଲ ହିସାବରେ ତମମାନଙ୍କୁ କହିଦେବା ପାଇଁ ଚାହୁଁଛି 276 ଯୋଉ ପୋଷ୍ଟଟା ବାହାରିଛି, କେଉଁ କେଉଁ କ୍ୟାଟାଗୋରୀରେ ତମର ପୋଷ୍ଟ ଅଛି ହେଲା। ଦେଖ ମାଇନିଂ ପୋଷ୍ଟରେ ତମମାନଙ୍କର ଅଛି ଜେନେରାଲ ୟୁଆର କ୍ୟାଣ୍ଡିଡେଟ ମାନେ 114 ପୋଷ୍ଟ ଆପ୍ଲାଏ କରିପାରିବେ। ଇଡବ୍ଲ୍ୟୁଏସ୍ ମାନେ 27ଟା ପୋଷ୍ଟ ଅଛି ସେମାନଙ୍କର, ଏସସି ମାନଙ୍କର 41ଟା ପୋଷ୍ଟ ଅଛି, ଏସଟି ମାନଙ୍କର 20ଟା ପୋଷ୍ଟ ଅଛି, ଓବିସି ଏନସିଏଲ ମାନଙ୍କର ଓବିସି ପିଲା ଯୋଉମାନେ ସେମାନଙ୍କର 74ଟା ପୋଷ୍ଟ, ଟୋଟାଲ ହଉଛି 276ଟା ପୋଷ୍ଟ ଓକେ। ତାପରେ ତମମାନଙ୍କର କଣ ରହୁଛି ସିଲେକ୍ସନ ପ୍ରୋସେସ, ସିଲେକ୍ସନ ପ୍ରୋସେସରେ ଦେଖ ତମମାନଙ୍କର ପ୍ରଥମେ କଣ କରିବ, କ୍ୱାଲିଫିକେସନ ହିସାବରେ ତମମାନଙ୍କର ଆପ୍ଟିଚ୍ୟୁଡ ଟେଷ୍ଟ ହବ ଓକେ। ଆପ୍ଟିଚ୍ୟୁଡ ଟେଷ୍ଟ, ତାପରେ ହଉଛି ଇଣ୍ଟରଭ୍ୟୁ ହବ, ତାପରେ ବେଷ୍ଟ ଏକ୍ସାମ ହବ ଓକେ। ଭ୍ୟାକେନ୍ସି ହିସାବରେ ତମମାନଙ୍କର ମାର୍କ ସ୍କୋର ଦେଖିବେ କଣ ହଉଛି, ଗ୍ରେଡ ଟେଷ୍ଟ କରିବେ, ତାପରେ ତମମାନଙ୍କର ସିଲେକ୍ସନ ହିସାବରେ ଜବ୍ ପାଇବ ଓକେ। ତାପରେ ତମମାନଙ୍କର କଣ ରହିଛି, ତମେ ଯେତେବେଳେ ବି ଆପ୍ଲାଏ କରୁଛ ମନେ ରଖିଥିବ ଡିପ୍ଲୋମାରେ କିଛି ପଢିକି ଯାଇଥିବ, ମାଇନିଂ କୋର୍ସରେ କିଛି ପଢିକି ଯାଇଥିବ, ନହେଲେ ନାହିଁ ତମମାନେ ଫେଲ ହେଇଯାଇପାର ଠିକ ଅଛି। ଇଣ୍ଟରଭ୍ୟୁ ଟା ପ୍ରିପେୟାର ହେଇଯାଇଥିବ। ତାପରେ ଆସୁଛି ତମମାନଙ୍କର କଣ ଆପ୍ଲିକେସନ ଫି, ଆପ୍ଲିକେସନ ଫି ତମମାନେ ଦେଖିପାରିବ ଏଠି ଯୋଉମାନେ ବି ୟୁଆର ରେ ରହୁଛ ଓବିସି କ୍ୟାଟାଗୋରୀ ଆଉ ହଉଛି ଜେନେରାଲ କ୍ୟାଟାଗୋରୀ ରହୁଛ, ସେମାନେ ଫର୍ମ ଫିଲଅପ୍ ବାବଦକୁ ଆପ୍ଲିକେସନ ଫି ଦବ 1000 ଟଙ୍କା ପ୍ଲସ ଜିଏସଟି 180 ଟଙ୍କା ଓକେ। ଟୋଟାଲ ମିଶିକି 1180 ମାନେ 1180 ଟଙ୍କା ତମମାନେ ଦବ ଠିକ ଅଛି। ଆଉ ଯୋଉମାନେ ଏସସି ଏସଟି ରହିଲେ ସେମାନଙ୍କର କଣ
ନା ସେମାନେ SC ST ଯୋଉମାନେ ରହୁଛନ୍ତି ସେମାନେ ଫି ଦେବେ ନାହିଁ, ସେମାନଙ୍କର ଫ୍ରି। ଓକେ, ଫ୍ରି ଅଛି, ସେମାନେ ପକେଇ ପାରିବେ। ତାପରେ ତମମାନଙ୍କର କଣ ଏଜ୍ ଲିମିଟ୍ କେତେ? ଏଜ୍ ଲିମିଟ୍ ଦେଖ, ଓପର ଏଜ୍ ଲିମିଟ୍। ଓକେ, ଓପର ଏଜ୍ ଲିମିଟ୍ ମାନେ 18ରୁ ସେ ନଉଛି 30 ବର୍ଷ ପର୍ଯ୍ୟନ୍ତ। ଓକେ, 18ରୁ 30 ମାନେ ମିନିମମ୍ 18 ହେଇଥିବା ଦରକାର, ମ୍ୟାକ୍ସିମମ୍ 30 ହେଇଥିବା ଦରକାର। ରିଜର୍ଭେସନ ଅଛି। ଓକେ, ରିଜର୍ଭେସନ କଣ, ଏଜ୍ ରିଲାକ୍ସେସନ କଣ ରହିଛି? ଏଜ୍ ରହିଛି OBC ଯୋଉମାନେ ଅଛ ସେମାନେ 3 ବର୍ଷ ପର୍ଯ୍ୟନ୍ତ ହାର୍ଡଲି ପକେଇ ପାରିବ। SC ST ମାନେ 5 ବର୍ଷ ପର୍ଯ୍ୟନ୍ତ ପକେଇ ପାରିବ। ଅଦର କ୍ୟାଣ୍ଡିଡେଟ୍ ଯୋଉମାନେ ରହିଲେ ସେମାନେ କେତେ ବର୍ଷ? ନା ସେମାନେ 5 ବର୍ଷ ପର୍ଯ୍ୟନ୍ତ ପକେଇ ପାରିବେ। ଯୋଉମାନେ ଏକ୍ସ ସର୍ଭିସ ମ୍ୟାନ୍ କିମ୍ବା ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ଥିବେ ସେମାନେ ଯଦି ଆପ୍ଲାଏ କରିବେ ସେମାନଙ୍କର ମିନିମମ୍ ସେଇ 5 ବର୍ଷ ହେଇଥିବା ଦରକାର। ତାପରେ ତମମାନଙ୍କର କଣ ରହିଲା, ରିଜର୍ଭେସନ ହଉଛି, ଦେଖ ତମମାନଙ୍କୁ କହିଦେଇଛି ମୁଁ। ତାପରେ ତମମାନଙ୍କର ଏକ୍ସଟ୍ରା କଣ ରହିଛି ମୁଁ ତମକୁ ଦେଖେଇଦେବି। ଦେଖ, ଡକୁମେଣ୍ଟ ବହୁତ ତମେ ସବୁ ପ୍ରିପେୟାର କରି ରଖିଥିବ। ତମର କାଷ୍ଟ ସାର୍ଟିଫିକେଟ, ଇନକମ୍ ସାର୍ଟିଫିକେଟ ମାଗିପାରେ। କାଷ୍ଟ ସାର୍ଟିଫିକେଟ, ଇନକମ୍ ସାର୍ଟିଫିକେଟ କାଢିକି ରଖିଥିବା ଦରକାର, ଫ୍ରେଶ ପୁରା ନୂଆ ଥିବା ଦରକାର। ଓକେ, ଏଇ ବର୍ଷ ଯେମିତି ବାହାରିଥିବା ଦରକାର, କିମ୍ବା 12 ବର୍ଷ ହେଇଥିଲେ ଚଳିବ। ଠିକ ଅଛି। ଦେଖ, ସେ ଲେଖିଛି ତମମାନଙ୍କର ସାଲେରୀ କଥା ମୁଁ କହିଦଉଛି। ସାଲେରୀ ତମମାନଙ୍କର ଏଠି ବହୁତ ବଢିଆ ସାଲେରୀ ଆସିବ। ସାଲେରୀ ଆସିବ ଷ୍ଟାର୍ଟିଂରୁ ତମମାନଙ୍କର 60,000 ସାଲେରୀ ଆସିଯିବ। ଚାହିଁବ ଯଦି ଆପ୍ଲାଏ କରିପାରିବ। କାରଣ ଦେଖ, 60,000 ସାଲେରୀ ଷ୍ଟାର୍ଟିଂରୁ କେହି ଦିଅନ୍ତିନି। ଓକେ, ତ ଏ ଦଉଛି, ବହୁତ ଭଲ କଥା। ଠିକ ଅଛି। ପ୍ଲେସରେ ତମେ ଯେତେବେଳେ ସିଲେକ୍ସନ ହବ, ତାପରେ ତମମାନଙ୍କର 60,000 ସାଲେରୀ ଆସିବ। ତମମାନଙ୍କର ସାଲେରୀ ବଢିକି ମିନିମମ୍ 1,80,000 ପର୍ଯ୍ୟନ୍ତ, ବହୁତ ବଢିଆ ସାଲେରୀ। ଓକେ, 60,000 ବଢିକି 1,80,000 ପର୍ଯ୍ୟନ୍ତ ସାଲେରୀ ତମମାନଙ୍କର ଯିବ। ଠିକ ଅଛି। ତାପରେ ତମମାନଙ୍କର ଏଠି ଚାହିଁବ ଯଦି ଆପ୍ଲାଏ କରିକି ତମେ ପୋଷ୍ଟ ଗୁଡା ନେଇପାରିବ। ତାପରେ ତମ ଦେଖ, ଏଇ ଲେଖା ହେଇଛି ଯୋଉ ସର୍ଭିସ ଏଗ୍ରିମେଣ୍ଟ ଲେଖିଛି, ତମାନେ 60 ମନ୍ଥ ମିନ୍ସ ତମମାନେ 5 ବର୍ଷ ପର୍ଯ୍ୟନ୍ତ ମାନେ ପରମାନେଣ୍ଟ ସେ ଚାକିରିରେ ରହିବ। ଠିକ ଅଛି। ତାପରେ ତମେ ଚାହିଁବ ରିଜାଇନ୍ ମାରିକି ପଳେଇ ଯାଇପାରିବ, କିନ୍ତୁ 5 ବର୍ଷ ବାଉଣ୍ଡ। ଓକେ, ଏଗ୍ରିମେଣ୍ଟ ହବ। ତାପରେ ମେଡିକାଲ ଏକ୍ସାମିନେସନ ହବ, ମେଡିକାଲ ତମେ ଫିଟ୍ ଅଛ କି ନାହିଁ ଦେଖିବେ। ତାପରେ ତମର ଅଦର ଡିଟେଲ୍ସ ଦେଖିବେ। ତାପରେ ତମମାନଙ୍କୁ କଣ ଜବ ମିଳିବ। ଠିକ ଅଛି। ଡକୁମେଣ୍ଟ ଭେରିଫିକେସନ ବି ହବ, ତାପରେ ଜବ ମିଳିବ। ତାପରେ କଣ ଡକୁମେଣ୍ଟ, ମେନ୍ ଡକୁମେଣ୍ଟ କହିଦଉଛି କଣ ଲାଗିବ। ମେଟ୍ରିକ ସାର୍ଟିଫିକେଟ ଟା ତମେ କାଢିଥିବ, ଆଉ ହଉଛି ବାର୍ଥଡେ ସାର୍ଟିଫିକେଟ ଟା କାଢିଥିବ, ଜନ୍ମଦିନ ସାର୍ଟିଫିକେଟ, ମାର୍କସିଟ କାଢି ଦେଇଥିବ। ଓକେ, ତାପରେ ତମମାନଙ୍କର ଯଦି କୌଣସି ଗ୍ରାଜୁଏସନ କରିଥିବ ତା ସାର୍ଟିଫିକେଟ ଟା ଥିବା ଦରକାର। ଠିକ ଅଛି। ତାପରେ OBC ମାନଙ୍କର ଯୋଉ କାଷ୍ଟ ସାର୍ଟିଫିକେଟ ଥିବା ଦରକାର, ଆଉ ଇନକମ୍ ସାର୍ଟିଫିକେଟ ଥିବା ଦରକାର। ଠିକ ଅଛି। ତ ସେଟା କହିଦେଲି। ତ ତମମାନେ ଯଦି କ୍ରାଇଟେରିଆ ତ ସେମାନେ ଆପ୍ଲାଏ କରିବ। ତ ଟୋଟାଲ ଦେଖ, ଭ୍ୟାକେନ୍ସି ହିସାବରେ ମୋ ଜାଣିବାରେ ବହୁତ ଭଲ ସାଲେରୀ ଦଉଛି, ଭଲ ପୋଷ୍ଟ ଅଛି। ଚାହିଁବ ଯଦି ନେଇପାରିବେ ପୋଷ୍ଟ ଗୁଡା। ଠିକ ଅଛି। ତ ଏଥିରେ ବେଶୀ କିଛି କହିବିନି, ଯେହେତୁ ଗଭର୍ଣ୍ଣମେଣ୍ଟ ଏଥିରେ ହଉଛି ଆପ୍ରୁଭ ଅଛି। ଓକେ, ତ ଜାଣିଥିବ ଭଲ ସାଲେରୀ ଦବ ତମମାନଙ୍କୁ। ଆଉ ଏଥିରେ କିଛି ଭାବିଲା ଭଳିଆ କିଛି କଥା ନାହିଁ। ତମମାନେ ଚାହିଁବ ଯଦି ଆପ୍ଲାଏ କରିପାରିବ। ଆଉ ୟାର ଆପ୍ଲାଏ ପ୍ରୋସେସ ଟା ମୁଁ ତମମାନଙ୍କୁ କହିପାରିବିନି, କାରଣ ଆପ୍ଲାଇଂ ବେଳେ ତମମାନଙ୍କର ୱେବସାଇଟ ଚାଲିବା ଦରକାର। ମୋର ନେଟ୍ ସ୍ଲୋ ଅଛି, ସେଥିପାଇଁ ମୁଁ କହିପାରିବିନି ଏଥର। ତମମାନେ ଆପ୍ଲାଏ କରିପାରିବ। ୱେବସାଇଟ ମୁଁ ତମମାନଙ୍କୁ କହିଦେଇଛି। ଓକେ, ୱେବସାଇଟ ରହୁଛି ତମମାନଙ୍କର କଣ, www.coelindia.in। ଓକେ, ତ ଯାଇକି ଆପ୍ଲାଏ କରିପାରିବ। ଠିକ ଅଛି। ତମମାନେ ଟେଲିଗ୍ରାମ ଚ୍ୟାନେଲରେ ଜଏନ ହେଇଯିବ, ଠିକ ଅଛି।